ଖରାଦିନ ଛୁଟି ହେଲେ ମୋତେ ମୋ ଗାଁ କଥା ଭାରି ମନେ ପଡ଼େ। ଇଚ୍ଛା ହୁଏ ମୁଁ ପୁଣି ସେଇ ପୁରୁଣା ଦିନକୁ ଫେରିଯାଆନ୍ତି କି। ଆଇସ୍କ୍ରିମ୍ ବାଲାଠାରୁ ବିସ୍କୁଟ୍ ନଡ଼ିଆ ଲଗା ଆଇସ୍କ୍ରିମ୍ କିଣି ଖାଆନ୍ତି କି। ଖରାବେଳ ସାରା ଆମ୍ବ ବାଡ଼ିର ସୁଲୁସୁଲିଆ ପବନରେ ବସି ଆମ୍ବ ଗୋଟାଇବାର ମଜା ନିଆରା। ବୋଉର ମିଠା ମିଠା ତାଗିଦ, ଖରାବେଳ କୁଆଡ଼େ ଯିବୁନି, ପିଲାଧରା ବାୟା ବୁଲୁଛନ୍ତି, ଆ ଶୋଇପଡ଼। ଆଉ ସେ ଡରରେ ତା କୋଳରେ ମୁଣ୍ଡ ଗୁଞ୍ଜି ଶୋଇପଡ଼ିବାର ମଜା ବି କିଛି ଅଲଗା। ଗାଁ ପାଖ ବଜାରରୁ ବାପାଙ୍କ ସାଙ୍ଗେ ଯାଇ ଡ୍ରେସ୍ କିଣିବାର ମଜା ପୁରା ନିଆରା। ଲାଗେ ଯେମିତି ମୁଁ ଗୋଟିଏ ଗଡ଼ ଜିଣିଯାଇଛି ଆଉ ବାପାଙ୍କ ସହିତ ହାଟକୁ ବୁଲି ଯାଇଛି ଆଉ ଇଟିଲି ଘୁଗୁନି ଖାଇବିନି, ଏମିତି କ'ଣ ହେଇପାରିବ? ବାପା କେମିତି ମୋ ମନ କଥା ବୁଝି ନିଅନ୍ତି ମୁଁ ଜାଣେନି, ସେଥିପାଇଁ ତ ସିଏ ବାପା। ଆଉ ରଜ ବେଳେ ଆସିଥିବା ଡ୍ରେସ୍ଟିକୁ ଯଦି ମୋ ଭଉଣୀ ଖୁଣିଦେଲା ତେବେ ତାହେଲେ ସେଦିନ ଗୋଟିଏ ମିନି ମହାଭାରତ ହେଇଯିବ। ରାତିରେ ବାପା ଆସିଲେ ଗାଲରେ ଶୁଖିଯାଇଥିବା ଲୁହବୋଳା ମୁହଁକୁ ଦେଖିକିରି ସବୁ କଥା ବୁଝିଯିବେ। ଆଉ ତା ପରଦିନ ଯାଇ ଆଉ ଗୋଟିଏ ନୂଆ ଡ୍ରେସ୍ କିଣି ଆଣିବାର ମଜା ବି ଅଲଗା ପ୍ରକାର। ବୋଉ ପାଖରେ ବସି ଗୋଟିଏ କଂସାରୁ ଭାଇ ଭଉଣୀମାନେ ମିଶି ପଖାଳ, ବଡ଼ିଚୁରା, ଟମାଟୋ ଚକଟା ଖାଇବାର ଯେଉଁ ମଜା ସିଏ ବି ଅଲଗା ପ୍ରକାରର। ଯେତେବେଳେ ନ ଖାଇ ରାତିରେ ମୁଁ ଶୋଇପଡ଼େ ଆଉ ବୋଉ ମୋତେ ଉଠେଇ ଖୁଆଇ ଦିଏ, ତା ପରଦିନ ସକାଳେ ମୁଁ କାନ୍ଦିକିରି କୁହେ ମୋତେ କେହି ରାତିରେ ଉଠେଇକିରି ଖୁଆଇଲେନି, ମୁଁ ଉପାସେ ଶୋଇଲି। ଆଉ ବୋଉର ଓଠରେ ଯେଉଁ ମୁଚୁକୁନ୍ଦିଆ ହସ ତାହା ବି ଅଲଗା ପ୍ରକାରର। ସଞ୍ଜ ହେଲେ ଜେଜେଙ୍କ ପାଖରେ ବସି ବୁଢ଼ୀ ଅସୁରୁଣୀ, ଖଣ୍ଡିଆ ଭୂତ, 18 ଅଲା ଗପ ଶୁଣିବାର ମଜା ବି ଅଲଗା ପ୍ରକାରର। ଜେଜେମାଙ୍କ ସହିତ ଯାଇ ବିଲରୁ ମୁଠି ଶାଗ ଆଉ ପୋଖରୀ ହୁଡ଼ାରୁ କଳମ ଶାଗ ତୋଳିବାର ମଜା ବି ଅଲଗା ପ୍ରକାରର। ଖରାଦିନ ଛୁଟିରେ ବୋଉ ସହିତ ମାମୁଁ ଘରକୁ ଯିବାର ଖୁସି ବି ଅଲଗା ପ୍ରକାରର। ମାମୁଁ ଘରେ ବିତାଇଥିବା ସବୁ ସ୍ମୃତି ଆଜି ବି ମୁଁ ମନରେ ସାଇତି ରଖିଛି। ମାମୁଁ ଘରୁ ଆସିବାର ଯେଉଁ କୋହ ତା ନ କହିବା ଭଲ, ସିଏ ବି ଅଲଗା ପ୍ରକାରର ମଜା। ରଜ ବେଳେ ଆମ ଘରେ ପୋଡ଼ପିଠା ହବାଟା ଥୟ, କିନ୍ତୁ ମୋର ଏକା ଜିଦି ମୁଁ ମଣ୍ଡା ପିଠା ଖାଇବି। ଆଉ ବୋଉ ମୋର କିଛି ନ କହି ମୋ ପାଇଁ ମଣ୍ଡା ପିଠା ବନେଇ ଦିଏ। ତା ମନ କଥା କାହିଁ ମୁଁ ବୁଝିପାରେନି। ତା ସହିତ ବାପାଙ୍କୁ କହି ମୋ ପାଇଁ ମିଠେଇ ଲୁଚେଇ ରଖିବାର ମଜା ବି ନିଆରା। ଛୁଟି ସରିବା ପରେ ସ୍କୁଲ ଖୋଲିବାର